କଥା ହେଉଛି ବିଜେପି କେନ୍ଦ୍ର ସରକାର ଏବଂ ଓଡ଼ିଶା ରାଜ୍ୟ ସରକାର ଗୋଟେ ଲାଇଟଲି ଖାମଖିଆଲି ନେଇଯାଇଛନ୍ତି ସାମାଜିକ ନ୍ୟାୟକୁ। ଯେଉଁ ଗୁରୁତ୍ୱ ଆଜି ସାମାଜିକ ନ୍ୟାୟକୁ ଦିଆଯାଉଛି, ବିଶେଷ କରି SC ST OBC ବର୍ଗ ଏବଂ EBC ବର୍ଗ ଆଉ ମାଇନରିଟି ବର୍ଗ, ତାଙ୍କର ଶିକ୍ଷାଗତ ଏବଂ ଆର୍ଥିକ ପରିସ୍ଥିତି, ସମାଜରେ ତାଙ୍କର ଉତ୍ଥାନ ଏବଂ ସମାଜରେ ସମ୍ମାନ, 94% ଜନସଂଖ୍ୟାକୁ ଆମେ ମଜାକରେ ନେଉଛୁ, ସେଇଭଳିଆ ବ୍ୟବହାର କରୁଛନ୍ତି ସେ। ତେଣୁ ମଜାକ କରିବା ବନ୍ଦ କରିକିରି ବହୁତ ସିରିୟସ୍ ବ୍ୟବହାର କରନ୍ତୁ। 11% ଗୋଟେ କଲେ 11.25% ଯେ ମେଡ଼ିକାଲ ଇଞ୍ଜିନିୟରିଂ ପ୍ରଫେସନାଲ ଶିକ୍ଷାରେ କୁ ଛାଡ଼ିଦେଲେ। ଇନଷ୍ଟିଚ୍ୟୁସନାଲ ଯେଉଁ ଯୋଗ୍ୟତା ହେବା କଥା, ଯେଉଁଥିରେ କର୍ମଯୋଗାଣର ସ୍କୋପ୍ ଓପନ୍ ହେଉଛି, ସେଗୁଡ଼ାକରେ କଲେ ନାହିଁ। ତ ଲାଭ କ'ଣ ଯେତେ ରିଜର୍ଭେସନ୍ କଲେ ବି? ଏବଂ 27% ଯେହେତୁ ଓଡ଼ିଶା ଗୋଟେ ସ୍ପେଶାଲ ଷ୍ଟେଟ୍, ସେଠି SC ST ପପୁଲେସନ୍ 40% ଅଛି, 54% ଅଛନ୍ତି OBC, ଏଥିରେ ତ 94% ରିଜର୍ଭେସନ୍ ହେବା କଥା। କୌଣସି ଏମିତି ନ ହେଇପାରିବ ବିୟଣ୍ଡ 50%, ସେଇଟା ବି ନାହିଁ। ସ୍ପେଶାଲ ଷ୍ଟେଟ୍ରେ ସ୍ପେଶାଲ ପରିସ୍ଥିତିରେ ନିଆଯାଇପାରିବ। ତଥାପି 27% ରିଜର୍ଭେସନ୍ ଯେଉଁଟା ମଣ୍ଡଲ କମିଶନରେ ଘୋଷିତ ହେଇଥିଲା, ତାପରେ 91ରେ ତାକୁ ନରସିଂହ ରାଉଜୀଙ୍କର ସରକାରରେ, କଂଗ୍ରେସ ସରକାରରେ ତାକୁ ଲାଗୁ କରାଯାଇଥିଲା। ସେଇଟା ପ୍ରତ୍ୟେକ ରାଜ୍ୟରେ, ବହୁତ ଗୁଡ଼ିଏ ରାଜ୍ୟରେ ହେଇପାରିନଥିଲା। କିଛି ରାଜ୍ୟ ଏବେ କରିଛନ୍ତି, କିନ୍ତୁ ଓଡ଼ିଶା କାହିଁକି କଲା ନାହିଁ? ଆଜି ତାର ମହତ୍ଵ ଉପରେ ଚର୍ଚ୍ଚା ହେଇଛି। ଆମେ 2 ଦିନ 24 ଘଣ୍ଟା ଆମେ ଧାରଣାରେ ବସିଲୁ ମୁଖ୍ୟମନ୍ତ୍ରୀ ଘର ସମ୍ମୁଖରେ। ଅତ୍ୟନ୍ତ ବର୍ଷାରେ ଯେଉଁ ଅବସ୍ଥା ଥିଲା, ଗୋଟେ କମିଟମେଣ୍ଟ ସହିତ ଆମେ ବସିଲୁ, ଲୋକଙ୍କ ପାଖରେ, ରାଜ୍ୟବାସୀଙ୍କ ପାଖରେ ସେ କଥା ରଖିଲୁ। ଆମେ ଦେଖିବାର ଅଛି ଯେ ରାଜ୍ୟ ସରକାର 27% କରୁଛନ୍ତି କି ନା। ମୁଁ ଆଶା କରୁଛି 27% ସେ କରିବେ। 37% କରିଲେ ସେ ଫେସ୍ ଭ୍ୟାଲୁ ରଖିପାରିବେ। କିନ୍ତୁ ଆଜି ଯେଉଁ PSCର ମିଟିଂରେ ଯେଉଁ ବିଶଦ ଆଲୋଚନା ହେଇଛି ଗମ୍ଭୀର ଭାବରେ, ଯେ ଆହୁରି କିଛି SC ST OBC ପପୁଲେସନର ପାଇବାର ଆବଶ୍ୟକତା ଅଛି। ବିଶଦ ଆଲୋଚନା ପରେ ଆମେ ଗୋଟେ କନକ୍ଲୁଜନରେ ପହଞ୍ଚିବା ପାଇଁ ଗୋଟେ ଡ୍ରାଫ୍ଟିଂ କମିଟି କଲୁ। ସେଥିରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଆମର ବର୍ଷୀୟାନ ନେତା ନିରଞ୍ଜନ ପଟ୍ଟନାୟକ ଜୀଙ୍କର ଚେୟାରମ୍ୟାନସିପ୍ରେ କରାଯାଉ ବୋଲିକିରି ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା ପ୍ରସ୍ତାବ କରିଥିଲେ ଏବଂ ତାକୁ ସମର୍ଥନ କରିଥିଲେ ଶ୍ରୀଯୁକ୍ତ ଜୟଦେବ ଜେନା ଏବଂ ନଗେନ୍ଦ୍ର ପ୍ରଧାନ, OBC ଲିଡର୍ସ, ସେମାନେ ସମର୍ଥନ କରିଥିଲେ। ଆଉ ସେଥିରେ ଗୋଟେ କମିଟି ହେଇଛି। ଆଉ ଗୋଟେ 12 ବର୍ଷେ ପୂର୍ତ୍ତିରେ 12 ତାରିଖରେ, ଆସନ୍ତା 12 ତାରିଖରେ ବିଜେପି ସରକାର ତାଙ୍କର ରାଜ୍ୟ ଉତ୍ସବ ମହୋତ୍ସବ କ'ଣ କ'ଣ କରିବେ। ସେମାନେ ଓଡ଼ିଶା ପାଇଁ ବହୁତ କିଛି କରିଦେଇଛନ୍ତି, କଥା ରଖିଛି ବୋଲି କହୁଛନ୍ତି। କେତେ କଥା ରଖିଛନ୍ତି ନ ରଖିଛନ୍ତି ତାରି ଉପରେ ମଧ୍ୟ ଗୋଟେ ଡ୍ରାଫ୍ଟିଂ କମିଟି ହେଇଛି, ଯାହାର ଚେୟାରମ୍ୟାନ୍ ପ୍ରସାଦ ହରିଚନ୍ଦନଜୀ ଅଛନ୍ତି। ତାଙ୍କର ପ୍ରସ୍ତାବନା ମଧ୍ୟ ଆମର ବରିଷ୍ଠ ନେତା ମାନେ କରିଥିଲେ ଏବଂ ଜଗନ୍ନାଥ ପଟ୍ଟନାୟକ ଜୀ ପ୍ରସ୍ତାବ କରିଥିଲେ ଏବଂ ମହମ୍ମଦ ମୁକିମ ତାଙ୍କର ସମର୍ଥନ କରିଥିଲେ। ଗୋଟେ ସୁସ୍ଥ ଆଲୋଚନା ଭିତରେ ସିରିୟସଲି 2ଟା ଗମ୍ଭୀର କମିଟି କରାଯାଇଛି, ଯେଉଁଥିରେ କି 2-4 ଦିନ ଭିତରେ ସମସ୍ତ ରିପୋର୍ଟ ଆସିବ ଏବଂ ତାପରେ ଆମେ ତାହାକୁ AICCକୁ ପଠାଇବୁ। ଆମର ରାଜ୍ୟ ସରକାର ଉପରେ ଆମେ ନିଷ୍ପତ୍ତି ନେବୁ, ଆମେ ଆସନ୍ତା ଦିନରେ କି କାର୍ଯ୍ୟ କରିବୁ। ଆଉ
जोटा सामाजिक न्याय पाई करा जाउछि से रिपोर्ट आम एआईसीसी को पठा आमर काम तांकर मिथ्या तांकर प्रतारणा तांकर विफलता को आमे राज्यवासी सामने कहबू।